ମୁଁ ଆଗରୁ ତ ସତ କଥା କହିନି, ମୁଁ ବୁରା ବୋହୁଥିନି। ବୁରା ବୋହିକି ଆଜି ଏଇଆ ହେଇଛି। ଛେଳି ଓ ଗାଈ ଚାଷ କରିଛି ଯୁବକଙ୍କୁ ସ୍ୱାବଲମ୍ବୀ। କାହା ଉପରେ ନିର୍ଭର ନ ହୋଇ ଅଧାଡ଼ି ଛେଳିରୁ ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜର ଗୁଜରାଣ ମେଣ୍ଟାଇ ଆସୁଛନ୍ତି। ବାଲେଶ୍ୱର ଜିଲ୍ଲା ବାଙ୍ଗର ଖଡ଼ଗଡ଼େ ଗ୍ରାମର ଦିବାକର ବେହେରାଙ୍କ ପୁତ୍ର ଗଣେଶ ବେହେରା 20 ବର୍ଷ ଧରି ଛେଳି ଗାଈ ଚାଷ କରି ଆସୁଛନ୍ତି। ମୁଁ ଆଜକୁ 20 ବର୍ଷ ହେବ ପ୍ରଥମେ ଛେଳି ଚାଷ ଆମ ଘର ଲୋକ କରୁଥିଲେ। ସେତେବେଳେ ରଖିଥିଲେ 4ଟା 5ଟା 7ଟା 8ଟା ଭିତରେ ଛେଳି ରଖିଥିଲେ। ସେ ଛେଳିରୁ କିଛି ଲାଭ କରିକି ସେମାନେ ଚଳୁଥିଲେ। ତାପରେ ମୁଁ ଯେତେବେଳେ ଜାଣିଲି ଯେ ଛେଳି ଚାଷର ଲାଭ ଅଛି ବୋଲିକି, ସେଠୁ ମୁଁ ଆରମ୍ଭ କଲି ଗୋଟେ ଫାର୍ମ। ଆଉ ସେଇ ଫାର୍ମରୁ ମୁଁ ବର୍ତ୍ତମାନ ରଖିଥିଲି 80ରୁ 90 ଭିତରେ ଛେଳି ରଖିଥିଲି। ଧୀରେ ଧୀରେ ଭଲ ରୋଜଗାର ବି ମୋର ହେଲା। ତାପରେ ମୁଁ କ'ଣ କଲି ନା, ଏବେ ବର୍ତ୍ତମାନ ସବୁ ଛେଳିକି ବିକ୍ରି କରିକି ବର୍ତ୍ତମାନ ମୁଁ ଟୋଟାଲ 30-35ଟା ଛେଳି ଚାଷ କରୁଛି। ଆଉ ତାପରେ ପୁଣି ଗାଈ ଚାଷ ବି ଆରମ୍ଭ କଲି। ପ୍ରଥମେ ଦେଶୀ ଗାଈ ଆମ ଘରେ ରଖୁଥିଲେ। ସେ ଦେଶୀ ଗାଈରୁ ମୁଁ ପ୍ରଡ଼କ୍ସନ୍ କଲି ଆମର ଜର୍ସି ଗାଈ ସୃଷ୍ଟି କଲି। ସେଇ ଜର୍ସି ଗାଈ ହେଲା ପରେ ତାପରେ ମୁଁ ଦେଖିଲି ଧୀରେ ଧୀରେ ଆମର କ୍ଷୀରର ପ୍ରଡ଼କ୍ସନ୍ ବଢ଼ିଲା ଏବଂ କ୍ଷୀର ବିକିକି ବି ମଧ୍ୟ କିଛି ସ୍ୱାବଲମ୍ବୀ ହେଲି। ଆଉ ରୋଜଗାର ମଧ୍ୟ କଲି, ଆଉ ପରିବାରକୁ ମଧ୍ୟ ପୋଷଣ କଲି। ତାପରେ ଧୀରେ ଦେଖିଲି, ତାପରେ ମୁଁ ପୁଣି ଧୀରେ ଗାଈର ପ୍ରଡ଼କ୍ସନ୍ ବି ବଢ଼େଇଲି। ଆଉ ବଢ଼େଇଲା ପରେ ବର୍ତ୍ତମାନ ବି ମୋର 5-7ଟି ଜର୍ସି ଗାଈ ରଖିଛି। ଆଉ ତାଙ୍କୁ ନଡ଼ା କୁଟା ଆଉ କୁଣ୍ଡା ଆଉ ଖାଦ୍ୟ ମଧ୍ୟ ଦେଇକି କିଛି ସ୍ୱାବଲମ୍ବୀ ହୋଇପାରୁଛି, ଆଉ ପରିବାର ମଧ୍ୟ ଚଳାଇ ପାରୁଛି। ତାପରେ ତା ସରିଲା ପରେ ମୁଁ ପୁଣି ଆରମ୍ଭ କଲି ଗୋଟେ କୁକୁଡ଼ା ଫାର୍ମ। କୁକୁଡ଼ା ଫାର୍ମର ମୁଁ ପ୍ରଥମେ ଅଷ୍ଟ୍ରେଲିଆ ଛୁଆ ଆଣିକି 50ଟା ଛୁଆ ଆଣିକି ପ୍ରଥମେ ଚାଷ କରୁଥିଲି। 50ଟାରୁ ଦେଖିଲି ମୁଁ ଟିକେ ଭଲ ସ୍ୱାବଲମ୍ବୀ ହେଲା ବା ଅର୍ଥ ଲାଭ ହେଲା। ସେଠୁ ମୁଁ 1000 ଗୋଟେ ଫାର୍ମ ତିଆରି କଲି। ଆଉ 1000 ଫାର୍ମ ତିଆରି କରିକି ମୁଁ ବର୍ତ୍ତମାନ 1000 ଅଷ୍ଟ୍ରେଲିଆ କୁକୁଡ଼ା ରଖୁଛି। ଆଉ ସେଇ ଅଷ୍ଟ୍ରେଲିଆ କୁକୁଡ଼ାକୁ ବିକ୍ରି କରି ମଧ୍ୟ ମୁଁ ତାକୁ ସ୍ୱାବଲମ୍ବୀ ହୋଇପାରୁଛି। ଆଉ ଗୋଟେ ହେଲା, ତାପରେ ପୁଣି ସେଠାରୁ କିଛି ପଇସା ଅର୍ଥ ଉପାର୍ଜନ କରିକି ମୁଁ ବର୍ତ୍ତମାନ ଗଡ଼ିଆ ପୋଖରୀ ମଧ୍ୟ ଗୋଟେ ଏକର ପାଖାପାଖି ଗୋଟେ ପୋଖରୀ ଖୋଳିଛି। ଆଉ ସେଇ ପୋଖରୀରେ ମଧ୍ୟ କିଛି ମାଛ ଛାଡ଼ିଛି। ଆଉ ସେଇ ମାଛ ବର୍ତ୍ତମାନ ମୋର ଗୋଟିଏ ଷ୍ଟେଜ୍ ଉଠି ଯାଇଛି। ଆଉ ଗୋଟିଏ ଷ୍ଟେଜ୍ ବର୍ତ୍ତମାନ 1 ବର୍ଷ ହେଇଗଲାଣି ମାଛ ଯାଇ। କେତେ ପ୍ରକାର ମାଛ? ବର୍ତ୍ତମାନ ମୋ ପାଖରେ ରୋହି, ଭାକୁଡ଼, ବାହାଲ ଏବଂ ଚିଙ୍ଗୁଡ଼ି ମଧ୍ୟ ତା ଭିତରେ ଅଛନ୍ତି। ଆଉ ସେଇକୁ ପ୍ରଡ଼କ୍ସନ୍ କରିକି କିଛି ରୋଜଗାର କରିବି ବୋଲି ଭାବୁଛି। ଆଉ ଆଗ ଥରକ ଯେତେବେଳେ ମାଛ ଛାଡ଼ିଥିଲି କିଛି ପଇସା ମଧ୍ୟ ରୋଜଗାର କରିଥିଲି। ଆଉ ଏବେ ମଧ୍ୟ କିଛି ଛାଡ଼ିଛି, ପ୍ରାୟ 5000 ପାଖାପାଖି ଯାଆଁଳ ବର୍ତ୍ତମାନ ଛଡ଼ା ହେଇଛନ୍ତି। ଆଚ୍ଛା, ଏସବୁ କାମରେ ଆପଣଙ୍କୁ କିଏ ସବୁ ସହଯୋଗ କରୁଛନ୍ତି? ଏସବୁ କାମରେ ମୋ ବାପା, ଦାଦା, ଭାଇ ଆଉ ମୋର ଖୁଡ଼ି, ମୋ ମା, ଏମାନେ ସବୁ ମୋ ପଛରେ ଅଛନ୍ତି। ଆଉ ତାଙ୍କର ସାହାଯ୍ୟରେ ମୁଁ କିଛି ଅର୍ଥ ଉପାର୍ଜନ କରିପାରୁଛି। ପ୍ରଥମେ କମ୍ ସଂଖ୍ୟାରେ ଛେଳି ତାଙ୍କ ପରିବାର ଲୋକେ ରଖି ଆସୁଥିଲେ। ଯେତେବେଳେ ଗଣେଶ ଛେଳି ଚାଷରୁ ଭଲ ରୋଜଗାର ହୁଏ ବୋଲି ଜାଣିବାକୁ ପାଇଲେ, ସେବେଠାରୁ ଗଣେଶ ଛେଳି ଚାଷ ଆରମ୍ଭ କରିଥିଲେ। ତା ସହିତ ଘରେ ରଖିଥିବା ଦେଶୀ ଗାଈରୁ ଜର୍ସି ଗାଈ ଉତ୍ପାଦନ କରିଥିଲେ। 80ଟି ଛେଳିରୁ 45ଟି ଛେଳି ବିକ୍ରି କରିଦେଇଥିଲା ବେଳେ ଏବେ 35ଟି ଛେଳି ରଖିଛନ୍ତି। ତା ସହିତ 7 ଗୋଟି ଗାଈ ମଧ୍ୟ ରଖିଛନ୍ତି। ଗୋରୁ, ଛେଳି, କୁକୁଡ଼ା ସବୁ ରକମର ଆମେ ଚାଷ କରୁଛୁ। ଚାଷ କରୁଛୁ, ପୁଅ ତାର ସବୁ ବୁଝୁଛି, ଆମେ ଖାଲି ନେବା ଆଣିବା, ଭଲ ମନ୍ଦ, ଘାସ କୁଟା, ଭଲ ମନ୍ଦ ଏଇଆ କରୁଛୁ। ଏଇଆ ସବୁ କରୁଛୁ। କେତେ ବର୍ଷ ହେଲାଣି? ଏଟା ମୁଁ ତ ମୋ ମା ମଲାଟି ଆଜି 15-20 ବର୍ଷ ହେଲା। ତା ଆଗରୁ କେମିତି କ'ଣ ଆରମ୍ଭ କଲେ? ଆଗରୁ ସତ କଥା ଯଦି କହିବି, ଆଗରୁ ଗୋଟେ ଛେଳି ମୋ ମା ଆଣିଥିଲା ଅଧାଠୁ କରିକି ଆଜି ଏତିକି ବାଟ ଯାଇଛୁ। ଅଧାଠୁ ଛେଳି, ଗାଈ ହେଉଛି ଅଧାଠୁ କରି ଏତିକି ବାଟ ଯାଇଛି। ଇଏ ତ ପର ସକାଳ ମୋ ଛୁଆ ସବୁ ଜନ୍ମ ପର ସକାଳ ମୁଁ ଏଇଆ କରି ଦୁଃଖ ନା କହିବା କଥା। କ'ଣ ସବୁ ଦୁଃଖ ବୋଲି କ'ଣ, ଆମେ ଆଗରୁ ସୁଧ ଆମେ ଖାଇତେ ପିଇତେ କିଛି ଥିଲା, ମାନେ ଏକଦମ ଉପାସ। କିଲେ ଚାଉଳ ଆଣିଲେ ଭାତ ଖାଇବୁ। ଅପ୍ରିୟ ସତ କଥାଟା କହୁଛି, ଗୁହାଳା ଘର କିଲେ ଚାଉଳ ଆଣିଲେ ଖାଇବୁ। ସେଇଠୁ ଦ୍ୱିତୀୟ ଶ୍ରେଣୀ ପାଠ ପଢ଼ିଦେବନି, ସେଇଠୁ ଆରମ୍ଭ କରିନି ଏଇ ଜିନିଷକୁ। ନିଜେ ଖଟିବା, କରିବା, ଭଲ ମନ୍ଦ କରିବା, ଚାଷ କରିବା, ବାସ କରିବା, ସବୁ ରକମ କରିକି ଏଇଆ କରିକି ଚଳୁଛୁ। ମୁଁ ଆଗରୁ ତ ସତ କଥା କହିନି, ମୁଁ ବୁରା ବୋହୁଥିନି। ବୁରା ବୋହିକି ଆଜି ଏଇଆ ହେଇଛି।
ବୁରା ବହୁତ ମାନେ ମିଲି ସ୍କୁଲ ଚାଉଳ ଭଲ ମନ୍ଦ ବୁରା ବହୁତ ମୁଁ ସତ କଥା ଯାହା କହିବି ସତ କହିବି। 20 ବର୍ଷ ଧରି ଛେଳି ଓ ଗାଈ ଚାଷ କରୁଥିବା ଗଣେଶ କ୍ଷୀର ଓ ଛେଳି ବିକ୍ରି କରି ଭଲ 2 ପଇସା ରୋଜଗାର କରିପାରୁଛନ୍ତି। ସେଥିରେ ଯାହା ରୋଜଗାର ହୁଏ ପରିବାର ଚଳାଇବା ସହିତ କୁକୁଡ଼ା ଏବଂ ମାଛ ଚାଷ ଆରମ୍ଭ କରିଥିଲେ। ଏହି ଚାଷରେ ଗଣେଶଙ୍କୁ ତାଙ୍କ ପରିବାର ଲୋକ ସହଯୋଗ କରିଥାନ୍ତି। ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିପାରିଲେ ଅଧିକ ସଂଖ୍ୟାରେ ଛେଳି ଗାଈ ମାଛ ଏବଂ କୁକୁଡ଼ା ଚାଷ କରିବେ ବୋଲି ଗଣେଶ କହିଛନ୍ତି।